ବାହାଘର ସରିଲା ନବବଧୂକୁ ନେଇ ଫେରୁଥିଲେ ବରଯାତ୍ରୀ। ଏପଟେ ଭୋଜି ଭାତର ଆୟୋଜନ ମଧ୍ୟ ଚାଲିଥିଲା। ହେଲେ ଘରକୁ ପହଞ୍ଚିବା ପୂର୍ବରୁ ଅଧା ବାଟରୁ ନବବଧୂକୁ ଟେକିନେଲେ ଦୁର୍ବୃତ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ସହରରେ। ତରଭାରୁ ନବବଧୂକୁ ଟେକି ନେଇଥିବା ବେଳେ ଏବେ ବର ଶିଶୁପାଳ ହୋଇ ତରଭା ଥାନାରେ ବସିଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ସହର କାମାକ୍ଷାନଗରର ରିଙ୍କୁ ପୁଟେଲ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରଥପଡ଼ାର ସର୍ଜନ ପୁଟେଲଙ୍କ ଝିଅ ରଶ୍ମି ପୁଟେଲଙ୍କ ସହିତ ସାମାଜିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ଗତ ଶନିବାର ରାତିରେ ଧୁମଧାମରେ ରୋଷଣୀ ହୋଇ ବିବାହ ସମ୍ପନ୍ନ ହୋଇଥିଲା। ତେବେ ବିଳମ୍ବିତ ରାତିରେ ନବବଧୂକୁ ନେଇ ତରଭା ରାସ୍ତାରେ ବଲାଙ୍ଗୀର ଫେରୁଥିବା ସମୟରେ ବଡ଼ବନ୍ଧ ନିକଟରେ 4ରୁ 5 ଜଣ ଯୁବକ ବନ୍ଧୁକ ଧରି ଯୁବକ ଗାଡ଼ିକୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ନବବଧୂକୁ ଟାଣି ଆଣି ଫେରାର ମାରିଥିଲେ। ପରେ ବନ୍ଧୁକ ଦେଖାଇ ଗାଡ଼ିରୁ ନବବଧୂକୁ ନେଇ ଯାଇଥିଲେ। ତେବେ ଘଟଣାରୁ ନେଇ ତରଭା ଥାନାରେ ପହଞ୍ଚିଲେ ବର ପିଲା। ଅପରପକ୍ଷେ ବଲାଙ୍ଗୀର କାମାକ୍ଷାନଗରରେ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି ହେଉଥିଲା। ବନ୍ଧୁବାନ୍ଧବଙ୍କ ଆଗମନ ମଧ୍ୟ ହେଉଥିଲା। ବାହାଘରରେ ଚାଲିଥିବା ଏକ ଖୁସିର ମାହୋଲରେ ଏବେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ନ୍ୟାୟ ଅପେକ୍ଷାରେ ପୁଅ ତରଭା ଥାନାରେ ଥିବା ବେଳେ ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଯାଇଛି। ଆମେ ବଲାଙ୍ଗୀର ବିଲାସିନୀ ପୁଟେଲ 4 ବଜେ କାଲି 7 ବଜେ ମୋ ଭାଇ ବରାତି ଗଲା କଟାମାଲକି କାମାକ୍ଷାନଗରରୁ କଟାମାଲକି ମୋର ଭାଇ ଗଲା ବରାତି। ଆରୁ 4 ବଜେ ମୋର ଭାଇ ଫୋନ୍ କଲା ଯେ ଆମକୁ ଇଟା ଗୁଣ୍ଡା ମାନେ ଆଟାକ୍ କରିଛନ୍। ଆର୍ ଯେତେ ଇଟା ମୋର ଭାଇ ଯେତେ ପିନ୍ଧିଥିଲା ଆରୁ ସେ ବାସନକେ ବି ଯେତେ ପିନ୍ଧିଥିନୁ ଆରୁ ସେଠି ନେଇଗଲି ବେଲେ ଖାଲି ସେ ବାସନକେ ନେଲେ ଆର୍ ଭାଇକେ ବି ଜାଣା ପିନ୍ଧିଥିଲା ସୁନା ରୂପା ହାର କାନଟା ବେକଟା ସବୁ ଆର୍ ଯେତେ କପଡ଼ା ଲତା ସବୁ ନେଲେ। ଖରାପ ଲାଗୁଛେ ମନ। ହଁ ରନ୍ଧା ହେଇଥିଲା ମସଲା ମସଲି ମାଂସବାଲାକେ ବି ପଇସା ଦିଆ ହେଇଥିଲା ନ କାଟ ସେ ମାଂସବାଲା କାଟି ଦେଇଥିଲା ନ ସବୁ କ୍ଷତି ହେଲା ଆମର ତରଭା ଥାନାରେ। ଟୁକେଲ ଯଦି ଅଲଗା କାହାର ସାଙ୍ଗେ ଇଟା ସମ୍ପର୍କ ରଖୁଥିଲା ସେ କାଁ କରି ମୋର୍ ଭାଇକେ ବିହା ହେବାର୍ ଲାଗି ରାଜି ହେଉଥିଲା। ଆମକୁ ତା କ୍ଷତିପୂରଣ ଆମକୁ ଦାବି ଦରକାର। ଟିଟଲାଗଡ଼ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସହିତ ବଲାଙ୍ଗୀରରୁ ମୁନା ଗୌଡ଼ଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।